ଜୟ ଶ୍ରୀ ଜଗନ୍ନାଥ ବନ୍ଧୁଗଣ ଆଜି ହେଉଛି 365 ଦିନ ଡେଲି ବ୍ଲଗ ଚ୍ୟାଲେଞ୍ଜ ଡେ 21। ଆଜି 5 ଦିନ ହେଲା ପୁରା ବର୍ଷା ଲଗାତାର ଲାଗିଥିଲା। ଆଜି ପୁରା ଖରା ଦେହ ପୁରା ଖରା ଲାଗିଛି। ଆମର ଖାଳ ଫୁଟିଗଲାଣି ଦେଖନ୍ତୁ। ଆମ ଗୁଡ ଭାଇ ପୁରା ବ୍ଲାକ୍ ବୋର୍ଡ ହେଲେଣି ଆଜି। ତ ଏବେ ଆମ ଘରକୁ ଯାଉଛୁ। ଆମର ଆଉ ସାଙ୍ଗଟା ଅଛି ଫ୍ରେଣ୍ଡ ଦେଖ ଆମ ଲାଲୁ ଭାଇ ଅଛି। ହାଇଟେ ଗଲ ହାଇଟେ କଣ ତମେ? ତ ଏବେ ଆମେ ଖରାବେଳେ ବାହାରିକି ପଳେଇ ଆସିଥିଲୁ ଆମର ନ୍ୟୁ କମେଡି ଭିଡିଓ ବନେଇବାକୁ। ଆଉ ଗୋଟେ କଥା ହେତୁ ବୋଲା ଆମର ନ୍ୟୁ କମେଡି ଭିଡିଓ ମଧ୍ୟ ଏବେ ଷ୍ଟାର୍ଟ ହଉଛି। ଆଉ ଗୋଟେ ନ୍ୟୁ ଭିଡିଓ ଆଜି ଆସିବ, ଆଜି ନା କାଲି ଆସିବ, ପଳେଇ ଆସିଲାଣି କିନ୍ତୁ ଆଉ ଗୋଟେ ଭିଡିଓ ଆସିବ କାଲିକି। ସେଥିପାଇଁ ଆଇଡି କି ସପୋର୍ଟ କରିବ। ଆଇଡି ନାଁ ହେଲା ଓଡିଆ ଧମାଲ। ମୁଁ ମୋ ଆଇଡିର ନେମ୍ ତଳେ ମେନସନ କରିଦେଇଛି। ଆପଣ ମାନେ ଯାଇକିରି ଆଇଡି ଟିକୁ ସପୋର୍ଟ କରନ୍ତୁ, ସବସ୍କ୍ରାଇବ ମଧ୍ୟ କରନ୍ତୁ ଏବଂ ଇନଷ୍ଟା ପେଜକୁ ଫଲୋ ମଧ୍ୟ କରନ୍ତୁ। ଏବଂ ନିତିଦିନ ଏମିତି କମେଡି ଭିଡିଓ ଦେଖିବା ପାଇଁ ଆଇଡି କୁ ଅଧିକ ମାତ୍ରାରେ ସପୋର୍ଟ କରନ୍ତୁ। କାହିଁକି ନା ଆମେ ଗ୍ରୋ ହେଲେ ଆପଣଙ୍କ ପାଇଁ ଆହୁରି ନୂଆ ନୂଆ ଭିଡିଓ ମୁଁ ବନେଇବି। ସେଥିପାଇଁ ଏବେ ଆମେ ଆମେ ଏବେ ପଳେଇ ଆସିଲୁ ସୁଟିଂ ପାଇଁ। ଆମ ଗୁଡୁ ଭାଇ ଆହୁରି ଆମର କ୍ୟାମେରାମ୍ୟାନ ର ଅପେକ୍ଷା ଅଛି। ଆହୁରି ରାହୁଲ ଭାଇ ମଧ୍ୟ ଆସିବେ, ତାଙ୍କ ନାଁରେ ସୁଟିଂ ଷ୍ଟାର୍ଟ ହବ। ଟିକେ 5 ମିନିଟ ଅପେକ୍ଷା କରିବାକୁ ପଡିବ, ତାଙ୍କେ ଆସିବେ ହେରି ଏବେ ସାଙ୍ଗେ ସାଙ୍ଗେ। ତ ଆମର ଭିଡିଓ ସୁଟ ସରିଲା ବେଳୁ ଏବେ ହେଇଗଲାଣି ସନ୍ଧ୍ୟା। ଆମେ ଏବେ ଆଉଥରେ କୋଚିଂ ପାଇଁ ବାହାରି ପଡିଲୁଣୁ। କୋଚିଂ ଯିବୁ ଏବେ ଫଟୋ ଉଠେଇବା ଲାଗିଛି ଟିକେ। ଆମ ଗୋଟେ ଫଟୋ ଉଠେଇବେ। ତ ଆମର ବି ସୁଟ ସରିଲା ପରେ ଆମେ ଏବେ ପଳେଇ ଆସିଲୁ ଆମ କୋଚିଂ ଯିବାକୁ। କୋଚିଂ ର ସକାଳ ଭ୍ୟୁ ତ ସକାଳ ନାହିଁ, ଏବେ ତ ସନ୍ଧ୍ୟା ହେଇଛି, ସରି ଭୁଲ ହେଇଗଲା। ସନ୍ଧ୍ୟା ବେଳେ ଏ ବ୍ୟକ୍ତି ଜଣକ ତ ହାତ ଛାଡି କଣ ଚଲେଇଲେଣି। ହିରୋ ପଡିବ ହେ, ହାତ ଛାଡି ଚଲଉନ ତ, ପଡିବନି ତ। ତା ସହ ଆଜି ଏବେ ତ ଭଞ୍ଜନଗର ବାବୁରାव ଯୋଉ ଗହଳି। ଏବେ ଗୋଟେ ଟ୍ରକ ସେଠୁ ଫସିଥିଲା, ଆମେ ଆଉ ଗୋଟେ ରାସ୍ତା ବଟିଆ ଦେଇକି ଆସିଲୁ। ଏଇଠି ଦେଖନ୍ତୁ ଭଞ୍ଜନଗରରେ ଗୋଟେ ଟିଭି ଲାଗିଛି। ଆପଣ ମାନେ ଏଠାରେ ବିଭିନ୍ନ ପ୍ରକାର ଭଞ୍ଜନଗର ବିଷୟରେ ମଧ୍ୟ ଜାଣିପାରିବେ। ଦେଖଉଛି ଏଠି ଆମର ଯୋଉ ଠାକୁରାଣୀ ଯାତ୍ରା ହେଲା ସେ ବିଷୟରେ ମଧ୍ୟ ଦେଖଉଛନ୍ତି, କେମିତି ହେଲା କଣ। ହେଇଟି ଆମେ ଆଉ ଗୋଟେ ଦେଖନ୍ତୁ ଆମର ଭଞ୍ଜନଗର ମେଡିକାଲ। ତ ଏବେ ଟିକେ ରାସ୍ତା ଅତିକ୍ରମ କରିବାକୁ ପଡିବ, କାହିଁକି ନା ଏବେ ରାତିରେ ମଧ୍ୟ ଦେଖିପାରୁଥିବେ ମୋ ଭାଇ ଏଠି ପରିବା ମାର୍କେଟ ଭାବରେ ପଡିଛି। ଲୋକ ନଉଛନ୍ତି ହେଲେ ଆହୁରି ଆମ ଭଞ୍ଜନଗରରେ ରାତିରେ ପରିବା ମାର୍କେଟ ପଡୁଛି। ମିନିମମ୍ 9ଟା କି 10ଟା ପର୍ଯ୍ୟନ୍ତ ବିକା ହବ, ତାପରେ ଯିଏ ଯା ଘରକୁ ଯିବେ। ବନ୍ଧୁ ଦେଖିଲେ ଟି ବାପରେ ବାପ ଟ୍ରକ ଦେଖ। ଆପଣ ମାନେ ତ ଆପଣଙ୍କର ଜୀବନରେ କେବେ ଦେଖିନଥିବେ, ଏଇଟା ମୁଁ ଫାଷ୍ଟ ଟାଇମ ଦେଖିଲି। ଆରେ ଏପଟେ କଣ ଦି ଗୋଟେ ରାସ୍ତା ଅଛି, କଣ ଟ୍ରାଫିକ କରାଯାଇଛି ନା କଣ? ନାହିଁ ମ ଏଇଟା କଣ ଖୋଳା ହେଇଛି, କଣ ରାସ୍ତା କାମ କଣ ଚାଲିଛି ବୋଧେ, ଖୋଳା ହେଇଛି ଏଠି। ତ ଆମେ ଆସିଲୁ ଆମର କୋଉଟେ ହନୁମାନ ମନ୍ଦିର, ମୋ ଗୁରୁଦେବଙ୍କ ମନ୍ଦିର ଭଞ୍ଜନଗର ଯୋଉ ଅଛି। ଜୟ ଶ୍ରୀ ଜଗନ୍ନାଥ, ଜୟ ହନୁମାନ, ଜୟ ସିଆରାମ। ତ ଦେଖନ୍ତୁ ଆମ ହନୁମାନଙ୍କ ମନ୍ଦିର, ମୋ ଗୁରୁଦେବଙ୍କ ମନ୍ଦିର ଦେଖିଲେ। ଏବେ ଚାଲ ମାର୍କେଟ ଆଡେ ବି ଟିକେ ଯିବା ବୁଲିବା। ହନୁମାନ ମନ୍ଦିର ପରେ ଆଉ ଟିକେ ଜଷ୍ଟ ଆଗକୁ ଗଲା ପରେ ଆମେ ପଳେଇ ଆସିଲୁ ଆମର ଭଞ୍ଜନଗରର ବସଷ୍ଟାଣ୍ଡ। ବସଷ୍ଟାଣ୍ଡ ଦେଖନ୍ତୁ, ଏଠି ଆମର ଭଞ୍ଜନଗର ବସ୍ ଗୁଡା ଆସି ଲାଗୁଛି। ଏ ଭାଇ କି ଭିଡ, ଗୋଟେ ହାତରେ କ୍ୟାମେରା, ଗୋଟେ ହାତରେ ସାଇକେଲ ହ୍ୟାଣ୍ଡେଲ। ତ ଆମେ ଏବେ ଆମର ପୋଲିସ ଷ୍ଟେସନ ଆଗକୁ ଗଲା ପରେ, ଆସିଲା ପରେ ଏବେ ଯିବୁ କୋଉଟେ ସୁନିଲ ଯିବା ପରା, ସୁନିଲ ମୋବାଇଲ ପଏଣ୍ଟ। ଏଇଟା ହଉଛି ଭଞ୍ଜନଗର ମେନ ରୋଡ। ତ ଲାଇଟ ଗୁଡାକ ମଧ୍ୟ ଲାଗିଛି ଦେଖନ୍ତୁ। ଆଉ ଗୋଟେ ଆପଣଙ୍କୁ ଗୋଟେ ଦେଖେଇବି ମୂର୍ତ୍ତି ଗୋଟେ, ବିଷ୍ଣୁଙ୍କ ମୂର୍ତ୍ତି, ବିଷ୍ଣୁ ଦେବତାଙ୍କ ମୂର୍ତ୍ତି ଦେଖନ୍ତୁ। ସୋ ଦେଖିଲେ ରେଡି ତ। ଏବେ ଶ୍ରାବଣ ମାସ ପଳେଇ ଆସିଲାଣି, ସେଥିପାଇଁ ସବୁ ଦୋକାନରେ ବାହୁଙ୍ଗି ବୋଲବମ ପାଇଁ ଡ୍ରେସ ଗୁଡାକ ମଧ୍ୟ ବିକ୍ରି ହଉଛି ଆମ ଭଞ୍ଜନଗରରେ ପୁରା କମ ରେଟରେ। ଦେଖନ୍ତୁ ଆଉ ଗୋଟେ ଦୋକାନରେ ବାହୁଙ୍ଗି ଗୁଡା ମଧ୍ୟ ଅଛି ଏଠି,
ବାହୁଙ୍ଗି ଡ୍ରେସ୍ କେତେ କଣ ଅଛି ଆହୁରି? ଏବେ ତ ଶ୍ରାବଣ ମାସ ଚାଲିଛି, ଆପଣ ମାନେ ଜାଣିଥିବେ। ମୁଁ ବୋଲବମ୍ ଯିବି, ସେଥିପାଇଁ ମୋର ମୋବାଇଲ ପାଇଁ ପ୍ରୋଟେକ୍ସନ ଗୋଟେ ଧରି ପଳେଇ ଆଇଛି, ଯାହାକି ବର୍ଷାରେ ବି ଓଦା ହବନି।